ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ବନ୍ଧୁଗଣ ଯେମିତିକି 2023 ଶେଷ ହେଉଛି ଏବଂ 2024 ମସିହା ଆରମ୍ଭ ହେବା ପାଇଁ ଯାଉଛି। ତେବେ ଜ୍ୟୋତିଷ ଶାସ୍ତ୍ର ମତରେ ଏ ବର୍ଷରେ ଅନେକ ସାରା ଗ୍ରହର ରାଶିର ପରିବର୍ତ୍ତନ ହେବା ପାଇଁ ଯାଉଛି, ଯାହାଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କର ଭଲ ଯୋଗ ଆସିବ ତ କିଛି ରାଶିଙ୍କ ପାଇଁ ଖରାପ ଯୋଗ ମଧ୍ୟ ସାବ୍ୟସ୍ତ ହେବ। ତେବେ ଆଜି ଆମେ ଭିଡ଼ିଓରେ ଜାଣିବା ଆପଣଙ୍କ ପାଇଁ 2024 ବର୍ଷଟି କିପରି ରହିବ। ଏଣୁ ବନ୍ଧୁମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତ ଭିଡ଼ିଓକୁ ଲାଇକ୍ଟେ କରନ୍ତୁ ଆଉ ଆପଣଙ୍କର ସାଙ୍ଗ ଫ୍ରେଣ୍ଡସ୍ ରିଲେଟିଭ୍ସଙ୍କ ସହିତ ଏ ଭିଡ଼ିଓକୁ ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ପ୍ରେସ୍ କରି ଦିଅନ୍ତୁ। ତେବେ ବନ୍ଧୁମାନେ ଯେମିତିକି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏ ବର୍ଷ ଅର୍ଥାତ୍ 2024 ବର୍ଷରେ ପ୍ରତି ଗ୍ରହମାନଙ୍କର ଯେପରି ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଶୁକ୍ର, ଶନି, ରାହୁ ଓ କେତୁଙ୍କର ଚଳନ ଘଟିବ, ଯାହାଫଳରେ ଆପଣଙ୍କ ରାଶିମାନଙ୍କରେ ଯଦି କହିବା ଅନେକ ଗୁଡ଼ିଏ ପରିବର୍ତ୍ତନ ବିଶେଷ ଭାବରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ଅର୍ଥାତ୍ 2023 ମସିହାରେ ଆପଣଙ୍କର ଯାହା ବି ଅଧୁରା ସ୍ୱପ୍ନ ରହିଥିଲା ତାହା ଏହି 2024 ବର୍ଷରେ ନିହାତି ଭାବରେ ପୂରଣ ହେବ ଏବଂ ଆପଣଙ୍କର ଶୋଇଥିବା ଭାଗ୍ୟ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ। ଏହା ପୂର୍ବରୁ ଅର୍ଥାତ୍ 2023 ମସିହାରେ ଆପଣ ଅଧିକ ପରିଶ୍ରମ ମଧ୍ୟ କରିଥିଲେ, କିନ୍ତୁ ଭାଗ୍ୟର ସହାୟତା ଆପଣଙ୍କୁ ମିଳିପାରୁନଥିଲା, କିନ୍ତୁ ଏବେ ସେସବୁର ଆଉ ଚିନ୍ତା ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କର ଗୋଚର ଆପଣଙ୍କୁ ସମ୍ପୂର୍ଣ୍ଣ କ୍ଷେତ୍ରରେ ଆଉ ପ୍ରତି କାର୍ଯ୍ୟରେ ସଫଳତା ପ୍ରଦାନ କରିବ, ଯାହା ଆପଣ କେବେ ହେଲେ ମଧ୍ୟ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିବେ। ତେବେ ପ୍ରଥମେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କୁ ପ୍ରତ୍ୟେକ କର୍ମକ୍ଷେତ୍ରରେ ଲାଭ ତ ପ୍ରଦାନ କରିବ, ଯାହା ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମଧ୍ୟ ପ୍ରଦାନ କରିବ ଏବଂ ଆପଣ ଅଳ୍ପ ପରିଶ୍ରମ କରି ମଧ୍ୟ ଉତ୍ତମ ଫଳକୁ ପ୍ରାପ୍ତ କରିପାରିବେ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପଦୋନ୍ନତି ସହିତ ମାନ ଏବଂ ସମ୍ମାନ ପ୍ରାପ୍ତିର ବିଶେଷ ଯୋଗ ବନୁଛି। ଆପଣଙ୍କର ଇଚ୍ଛା ଅନୁସାରେ ଆପଣଙ୍କୁ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ପ୍ରାପ୍ତ ହେବ। ସେହିପରି ଆପଣ ସେହି ସ୍ଥାନରେ କାର୍ଯ୍ୟ କରିପାରିବେ ଯେଉଁଠାରେ ଆପଣଙ୍କର ବିକାଶ ହେବ, ଯାହାଫଳରେ କାର୍ଯ୍ୟରେ ଆପଣଙ୍କୁ ସଫଳତା ଅତି ଶୀଘ୍ର ପ୍ରାପ୍ତ ମଧ୍ୟ ହୋଇଯିବ ଏବଂ ଆପଣ ଖୁବ୍ ଶୀଘ୍ର ମଧ୍ୟ ନିଜ ଭାଗ୍ୟର ପରିବର୍ତ୍ତନ କରିପାରିବାରେ ସଫଳ ସିଦ୍ଧ ସାବ୍ୟସ୍ତ ହେବେ। 2024 ମସିହା ଆରମ୍ଭରୁ ବ୍ୟାପାରୀମାନଙ୍କ ପାଇଁ ଯଦି କହିବା ତ ଅନେକ ଲାଭଦାୟକ ସମୟ ସାବ୍ୟସ୍ତ ହେବ। ବ୍ୟାପାରକୁ ବିସ୍ତାର କରିବା ପାଇଁ ଅନେକ ସୁଯୋଗ ଆଉ ସହାୟକ ମଧ୍ୟ ଆପଣଙ୍କୁ ମିଳିବ ଆଉ ଆପଣ ମଧ୍ୟ ସ୍ୱଳ୍ପ ବିନିଯୋଗରେ ଅଧିକରୁ ଅଧିକ ଲାଭ ପ୍ରଦାନ କରିବେ। ତା ସହିତ ସଫଳତା ମଧ୍ୟ ସିଦ୍ଧ କରିବେ, ଯାହା ଆପଣଙ୍କୁ ବେତନ ବୃଦ୍ଧିରେ ମଧ୍ୟ ଲାଭ ପ୍ରଦାନ କରିବ, ଯାହାକୁ ଆପଣ ସ୍ୱପ୍ନରେ ମଧ୍ୟ କେବେ କଳ୍ପନା କରିନଥିବେ। ଯେଉଁ ବ୍ୟକ୍ତି ନିଜର ବ୍ୟାପାରର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଏହା ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ। ବର୍ଷ 2023ଟି ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ସିଦ୍ଧ ହେବା ପାଇଁ ଯାଉଛି। ତା ସହିତ ଯଦି କହିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ 2024 ଆରମ୍ଭରୁ ମଙ୍ଗଳଙ୍କର ମଜବୁତ ସ୍ଥିତି ଆପଣଙ୍କୁ ନୂତନ ଗ୍ରହ, ବାହନ, ଚାକର ଏବଂ ଯାନବାହନ ମଧ୍ୟ ସୁଯୋଗ ପ୍ରଦାନ କରିବ କିମ୍ବା କୌଣସି ପ୍ରକାରର ଯଦି ଆପଣ ବଡ଼ ଋଣ ବା ବଡ଼ ରୋଗରେ ପଡ଼ିଥିଲେ ତେବେ ସେସବୁରୁ ମଧ୍ୟ ଏବେ ଆପଣଙ୍କର ଚିନ୍ତା ବିଶେଷ ରୂପରେ ଦୂର ହେବ। 2024 ଜାନୁଆରୀ ମାସରୁ ଆପଣଙ୍କ ପାଇଁ ପରିବର୍ତ୍ତନର ବିଶେଷ ଯୋଗ ବନୁଛି, ଯାହା ଆପଣଙ୍କ ଅଚାନକ ଧନ ପ୍ରାପ୍ତି କିମ୍ବା ଗୁପ୍ତ ଧନ ପ୍ରାପ୍ତିର ସୁଯୋଗ ମଧ୍ୟ ରହିଛି। କ୍ୟାରିୟର ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ମଧ୍ୟ ବିଶେଷ ଭାବରେ 2024 ବର୍ଷରେ ନିଜର ବ୍ୟକ୍ତିତ୍ୱ ଆଉ ଯୋଗ୍ୟତା ଅନୁସାରେ ସରକାରୀ ଚାକିରି କିମ୍ବା ପ୍ରାଇଭେଟ୍ ସେକ୍ଟରରେ ନିଜର କ୍ୟାରିୟରକୁ ପ୍ରଦର୍ଶନ କରିବେ, ଯାହା ଆପଣଙ୍କର ଧନଜନିତ ସମସ୍ତ ସମସ୍ୟାକୁ ଦୂର କରିଦେବ। ତା ସହିତ ଆପଣଙ୍କର ସବୁ କ୍ଷେତ୍ରରେ କାର୍ଯ୍ୟ କରିବାର ବିକାଶର ଗତି ମଧ୍ୟ ବୃଦ୍ଧି ହେବ। ଆପଣ ଏକ ଉଚ୍ଚକୋଟୀର ବ୍ୟକ୍ତି ମଧ୍ୟ ବନିବେ। ତା ସହିତ ଯଦି ଆମେ ବିଶେଷ ଭାବରେ କହିବା ଆପଣଙ୍କ ପାରିବାରିକ ସମସ୍ୟା ମଧ୍ୟ ବର୍ଷ 2023ରେ ସୁଖ ଶାନ୍ତିରେ ପରିବର୍ତ୍ତନ ହେବ। ବନ୍ଧୁମାନେ ଯଦି ଆପଣ ଭାବୁଛନ୍ତି କି 2024 ମସିହାରେ ଆପଣ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରିବେ, ଏହା ଆପଣଙ୍କର ଭୁଲ ଧାରଣା ଅଟେ, କାରଣ ଏ ବର୍ଷ ଆପଣ ଏକ ଐଶ୍ୱର୍ଯ୍ୟଶାଳୀ ଭୋଗ ବିଳାସପୂର୍ଣ୍ଣ ଜୀବନକୁ ବ୍ୟତୀତ କରିବେ, ଯାହା ପାଇଁ ବହୁତ ଦାମୀ ଦାମୀ ବସ୍ତୁ ଆପଣ କ୍ରୟ କରିବେ ଓ ଖର୍ଚ୍ଚର ମାତ୍ରା ମଧ୍ୟ ଆପଣଙ୍କର ବଢ଼ିବ। କିନ୍ତୁ ଧନର ଅଧିକ ଆଗମନ କାରଣରୁ ମନ ଆପଣଙ୍କର ବିଶେଷ ରୂପରେ ପ୍ରସନ୍ନ ରହିବ।
ସେୟାର ମାର୍କେଟରେ ମଧ୍ୟ ଆପଣଙ୍କୁ ବିଶେଷ ରୂପରେ ଧନ ପ୍ରାପ୍ତି ହେବ ଏବଂ ନିଶ୍ଚିନ୍ତ ରୂପେ ଏ ବର୍ଷର ଶେଷ ପର୍ଯ୍ୟନ୍ତ ଆପଣଙ୍କର ଆର୍ଥିକ ସ୍ଥିତି ପୁରା ମଜବୁତ ରହିବ। ତା ସହିତ ରାହୁ ମଧ୍ୟ ଆପଣଙ୍କର ମଜବୁତ ସ୍ଥିତିରେ ବିକାଶରେ ବୃଦ୍ଧି କରିବେ ଏବଂ ପ୍ରେରିତ ମଧ୍ୟ କରିବେ। ବିଦେଶ ଯାତ୍ରା ସହିତ ବିଦେଶରୁ ଧନ ପ୍ରାପ୍ତିର ମଧ୍ୟ ସହାୟକ ଆପଣଙ୍କ ପାଇଁ ପ୍ରଦାନ ହେବ, ଯାହା ଆପଣଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ମଧ୍ୟ ପ୍ରଦାନ କରିବ। ଶିକ୍ଷା ଓ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଯଦି କହିବା 2024 ବର୍ଷଟି ବଡ଼ ଉପଲବ୍ଧି ଆପଣଙ୍କ ପାଇଁ ନେଇକି ଆସିବ। ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ନିହାତି ରୂପରେ ପ୍ରାପ୍ତ ହେବ। କିନ୍ତୁ ପରିବାରରେ ଆପଣ ସମସ୍ତ ପରୀକ୍ଷାରେ ବିଶେଷ ରୂପରେ ଉତ୍ତୀର୍ଣ୍ଣ ଲାଭ କରିବା ସହିତ ଉଚ୍ଚ ଶିକ୍ଷା ପ୍ରାପ୍ତ ପାଇଁ ବଡ଼ ସୁଯୋଗକୁ ପ୍ରାପ୍ତ ମଧ୍ୟ କରିନେବେ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀମାନେ ପରିଶ୍ରମ ଆଉ ଚେଷ୍ଟାର ସହିତ ସଫଳତାକୁ ମଧ୍ୟ ପ୍ରାପ୍ତ କରିବେ। ତା ସହିତ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ମଧ୍ୟ ଆପଣଙ୍କୁ ଏ ସମୟରେ ପ୍ରାପ୍ତ ହେବ। ତେବେ ବନ୍ଧୁମାନେ ମନେ ରଖନ୍ତୁ, ଯେବେ ଭାଗ୍ୟର ତାଲା ଖୋଲିଥାଏ ତେବେ ବ୍ୟକ୍ତିକୁ ଭିକାରୀକୁ ରାଜା ହେବା ପାଇଁ ସମୟ ଲାଗିନଥାଏ। ସେହିପରି ଆପଣଙ୍କର ପରିଶ୍ରମର ଫଳକୁ ଏ ସମୟରେ ପ୍ରାପ୍ତ କରିବେ ଆଉ ବିଜୟୀ ମଧ୍ୟ ହେବେ। ଅବିବାହିତ ଆଉ ସିଙ୍ଗଲ ଲୋକଙ୍କୁ ଏ ବର୍ଷ ଯଦି କହିବା ଭଲ ଜୀବନସାଥୀଟିଏ ପ୍ରାପ୍ତ ହୋଇଯିବ। ଯେଉଁମାନଙ୍କର ବୈବାହିକ ଜୀବନ ଅଶାନ୍ତିପୂର୍ଣ୍ଣ ରହିଥିଲା ତ ସେମାନଙ୍କୁ ଏ ବର୍ଷରେ ଶାନ୍ତି ପ୍ରାପ୍ତ ହେବ। ବୈବାହିକ ଜୀବନ ଆପଣଙ୍କର ମଧୁରମୟ ହେବା ସହିତ ନିଜର ଜୀବନସାଥୀଙ୍କ ଠାରୁ ମଧ୍ୟ ଆପଣ ବଡ଼ ଧନକୁ ଲାଭ କରିବେ। ସନ୍ତାନ ଓ ସନ୍ତତିଙ୍କ ଠାରୁ ମଧ୍ୟ ଆପଣଙ୍କୁ ବହୁତ ପ୍ରକାରର ସୁଖ ପ୍ରାପ୍ତି ହେବ। 2024 ବର୍ଷରେ ନୂଆ ନୂଆ କାର୍ଯ୍ୟ ସ୍ଥାପନା କରିବେ, ଯାହା ଆଗାମୀ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ। ଏହା ସହିତ ଯେଉଁମାନେ ପ୍ରେମ ଜୀବନକୁ ବୈବାହିକ ଜୀବନରେ ବଦଳାଇବା ପାଇଁ ଚାହୁଁଥାନ୍ତି ତ ସେମାନଙ୍କ ବିଷୟରେ ଯଦି କହିବା, ତାଙ୍କୁ ତାଙ୍କ ଭାଗ୍ୟର ଯଥେଷ୍ଟ ସାଥ ପ୍ରାପ୍ତି ହେବ। ବାସ୍ କେତେକ ପରିସ୍ଥିତିରେ ଆପଣଙ୍କୁ ଚୁନୌତିର ସାମ୍ନା କରିବାକୁ ପଡ଼ିବ। ଏହା ଏକ ସୁସ୍ଥ ଆଉ ସୁନ୍ଦରମୟ ଜୀବନ ବ୍ୟତୀତ କରିବାରେ ଆପଣଙ୍କ ପାଇଁ ସହାୟକ ସିଦ୍ଧ ହେବ। ବନ୍ଧୁମାନେ ନିଶ୍ଚିନ୍ତ ଭାବରେ ଏ ବର୍ଷଟି ଅର୍ଥାତ୍ 2024 ବର୍ଷଟି ପୂର୍ବ ବର୍ଷ ଅପେକ୍ଷା ଆପଣଙ୍କ ପାଇଁ ପୁରା ବେଷ୍ଟ ଭରା ସାବ୍ୟସ୍ତ ହେବ। ଏଣୁ ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ଆପଣ ବଢ଼ନ୍ତୁ। ଦେଖିବେ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ ଏକ ସଫଳତାର ଦିନ ରହିବ। ତେବେ ବନ୍ଧୁମାନେ ଏହା ଥିଲା 2024 ବର୍ଷର ସମ୍ପୂର୍ଣ୍ଣ ରାଶିଫଳ ବିଷୟରେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଭିଡ଼ିଓଟିକୁ ଗୋଟେ ଲାଇକ୍ଟେ କରନ୍ତୁ, ଆଉ ଆପଣଙ୍କର ଫ୍ରେଣ୍ଡସ୍ ଆଉ ରିଲେଟିଭ୍ଙ୍କ ସହିତ ୟାକୁ ସେୟାର କରନ୍ତୁ, ଆଉ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଅବଶ୍ୟ ଲେଖନ୍ତୁ। ତା ସହିତ ବର୍ଷ 2024ଟି ଆପଣଙ୍କ ପାଇଁ ଶୁଭ ମଙ୍ଗଳଦାୟକ ହେଉ, ଆପଣଙ୍କ ଚଲାପଥରେ କୁସୁମ ପ୍ରଫୁଟିତ ହେଉ, ଏହା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆମର କାମନା। ହାପି ନ୍ୟୁ ଇୟର।